ଏବେ ସାଇବର ଠକଙ୍କ ଟାର୍ଗେଟରେ ଶିକ୍ଷକ ଶିକ୍ଷୟିତ୍ରୀ। ସରକାର ବାରମ୍ବାର ଚିଠି ନାଁରେ ଧମକ ଦେଇ ଚାଲିଛନ୍ତି। ୟୁଏସ୍ ପୋର୍ଟାଲ ମାଧ୍ୟମରେ ଆଟେଣ୍ଡାନ୍ସ ନାହିଁ ତ ଦରମା ନାହିଁ। ହେଲେ ନା ଦେଉଛନ୍ତି ଆଣ୍ଡ୍ରଏଡ ଫୋନ ନା ନେଟ୍। ତଥାପି ଦରକାର ୟୁଏସ୍ ଆଟେଣ୍ଡାନ୍ସ। ଏହାର ସୁଯୋଗ ନେଉଛନ୍ତି ସାଇବର ଠକ। ଫୋନ କଲ୍ କିମ୍ବା ମେସେଜ ମାଧ୍ୟମରେ ଏଚଆରଏମଏସ୍, ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ଏବଂ ୟୁଏସ୍ ୟୁନିଫାଏଡ୍ ଅଟୋମେସନ ସିଷ୍ଟମ ଭଳି ଗୁରୁତ୍ୱପୂର୍ଣ୍ଣ ପୋର୍ଟାଲ ନାଁରେ ମିଛ ସମସ୍ୟା ଦେଖାଇ ଶିକ୍ଷକଙ୍କଠାରୁ ପର୍ସନାଲ ଡାଟା ସଂଗ୍ରହ କରି ନେଉଛନ୍ତି। ମିଛ ବାହାନାରେ କହୁଛନ୍ତି କି ଆକାଉଣ୍ଟ ଡରମାଟ, ରିଆଟନାନ୍ସ। ସାଇବର ଠକମାନେ ଶିକ୍ଷକମାନଙ୍କୁ ଏପରି ବିବ୍ରତ କରିବା ପାଇଁ ବାସ୍ତବତା ଭଳି ଲାଗୁଥିବା ମିଛ କାରଣ ଦେଖାଉଥାନ୍ତି। କାରଣ ଆପଣଙ୍କ ଏଚଆରଏମଏସ୍ ଆକାଉଣ୍ଟ ଅଚଳ ହୋଇଯାଇଛି, ୟୁଏସ୍ ପୋର୍ଟାଲରେ ଆଟେଣ୍ଡାନ୍ସ ଯଦି ପକାଉଛନ୍ତି ତେବେ ତାହା ଏଠି ସକ୍ସେସ୍ ହେଉନି, ଆପ୍ରେ ତ୍ରୁଟି ରହିଛି, ଆପଣଙ୍କୁ ଗୋଟେ ଲିଙ୍କ ପଠାଯାଉଛି, ତାକୁ କ୍ଲିକ୍ କରନ୍ତୁ। ଯଦି କ୍ଲିକ୍ କରିଦେଲେ ତେବେ ସବୁ ଶେଷ ହୋଇଯିବ। ଆପଣଙ୍କ ଆକାଉଣ୍ଟର ଡିଟେଲ ଠକଙ୍କ ପାଖକୁ ଚାଲିଯିବ। ଆପଣଙ୍କ ଆକାଉଣ୍ଟରେ କଷ୍ଟ ଉପାର୍ଜିତ ଯାହା ଥିବ ତାକୁ ଲୁଟି ନେବେ। ନଚେତ୍ କହିବେ ଆପଣଙ୍କ ୟୁଏସ୍ ପୋର୍ଟାଲ ଅଚଳ ହୋଇଯାଇଛି, ଆଟେଣ୍ଡାନ୍ସ ସକ୍ସେସ୍ ହେଉନି, ପୋର୍ଟାଲକୁ ଆକ୍ଟିଭ କରିବା ପାଇଁ ଯେଉଁ ଓଟିପି ଦେଉଛୁ ତାକୁ ପୁଟ୍ କରନ୍ତୁ। ଯଦି ଆପଣ ତାହା କରିଦେଲେ ତେବେ ସବୁ ଶେଷ। କେଇ ସେକେଣ୍ଡ ଭିତରେ ଆପଣଙ୍କର ଆକାଉଣ୍ଟରେ ଥିବା ସମସ୍ତ ଆମାଉଣ୍ଟ ଅନ୍ୟ ଆକାଉଣ୍ଟକୁ ଟ୍ରାନ୍ସଫର ହୋଇଯିବ। ଯେହେତୁ ଆପଣ ଆଟେଣ୍ଡାନ୍ସ ବାବଦରେ ବିବ୍ରତ ଅଛନ୍ତି, ତେଣୁ ତାଙ୍କ ଚାଲାକି ଧରିବା ପାଇଁ ଆପଣଙ୍କ ପକ୍ଷେ ସମ୍ଭବ ହେବନି। ସେମାନେ ଆପଣଙ୍କ ମନରେ ଏପରି ଭୟ ସୃଷ୍ଟି କରିବେ, ଆପଣ ଅସଲ ନକଲ କିଛି ବୁଝିପାରିବେନି। ଏହି କଥାଗୁଡ଼ିକ ମନେ ରଖନ୍ତୁ। ସରକାରଙ୍କର କୌଣସି ଅଫିସିଆଲ ସିଷ୍ଟମ କେବେ ବି ଆପଣଙ୍କୁ ଫୋନ କରି କିମ୍ବା ମେସେଜ ମାଧ୍ୟମରେ ଆପଣଙ୍କର ଗୋପନୀୟ ତଥ୍ୟ ମାଗନ୍ତି ନାହିଁ। ନମ୍ବର 2ରେ ଓଟିପି କେବେ ବି କାହାରିକୁ ସେୟାର କରନ୍ତୁ ନାହିଁ। ଓଟିପି ହେଉଛି ଆପଣଙ୍କ ଆକାଉଣ୍ଟର ଚାବିକାଠି। ଏହାକୁ ଯିଏ ବି ମାଗୁ ପଛେ କେବେ ବି ଅନ୍ୟ କାହାକୁ ସେୟାର କରନ୍ତୁ ନାହିଁ। ପାସୱାର୍ଡ ଗୋପନ ରଖନ୍ତୁ। ଆପଣଙ୍କ ଏଚଆରଏମଏସ୍ ଏବଂ ୟୁଏସ୍ ପାସୱାର୍ଡ କିମ୍ବା ବ୍ୟାଙ୍କ ପାସୱାର୍ଡ କାହାକୁ ଭୁଲରେ କୁହନ୍ତୁ ନାହିଁ। ଅଜଣା ଲିଙ୍କରେ କ୍ଲିକ୍ କରନ୍ତୁ ନାହିଁ। ଆପଣଙ୍କ ଫୋନକୁ ମେସେଜ ମାଧ୍ୟମରେ କିମ୍ବା କଲ୍ ମାଧ୍ୟମରେ ଯଦି କିଛି ଇନଫର୍ମେସନ ଆସିଲା, ତେବେ ବିଚଳିତ ନ ହୋଇ ଧୈର୍ଯ୍ୟର ସହିତ ସ୍ଥିର ମସ୍ତିଷ୍କରେ ଚିନ୍ତା କରି ଆଗକୁ ବଢ଼ନ୍ତୁ। ସ୍ୱାଧୀନ ଭାବରେ ଯାଞ୍ଚ କଲା ପରେ ଯଦି ଆକାଉଣ୍ଟରେ କୌଣସି ପ୍ରୋବ୍ଲେମ ଦେଖାଯାଏ, ତେବେ ତୁରନ୍ତ ଫୋନ କଲ୍ କିମ୍ବା ମେସେଜକୁ ବିଶ୍ୱାସ ନ କରି ନିଜ ଅଫିସର ମୁଖ୍ୟ କିମ୍ବା ଏଚଆରଏମଏସ୍ ଅଫିସିଆଲ ସପୋର୍ଟ ଡେସ୍କ ସହିତ ଯୋଗାଯୋଗ କରନ୍ତୁ। ସତର୍କ ରୁହନ୍ତୁ। ଏପରି ଯଦି କୌଣସି କଲ୍ କିମ୍ବା ମେସେଜ ଆସିଲା, ସନ୍ଦେହ କରନ୍ତୁ। କ'ଣ ମେସେଜ ବୋଲି ଦେଖୁ ଦେଖୁ ଲିଙ୍କକୁ କ୍ଲିକ୍ କରନ୍ତୁ ନାହିଁ। ଯଦି ଭୁଲବଶତଃ କ୍ଲିକ୍ କରି ଦେଇଛନ୍ତି ଓ ସାଙ୍ଗେ ସାଙ୍ଗେ ଆପଣଙ୍କ ବ୍ୟାଙ୍କରୁ ଆମାଉଣ୍ଟ ଡେବିଟ୍ ହେବାର କୌଣସି ମେସେଜ ଆସିଲା, ତେବେ ଯଥାଶୀଘ୍ର ନିକଟସ୍ଥ ଥାନା କିମ୍ବା ସାଇବର ସେଲ୍ର ସହାୟତା ନିଅନ୍ତୁ। ନିଜ ଫୋନ ମାଧ୍ୟମରେ ନିଜ ଆକାଉଣ୍ଟକୁ ପ୍ରଥମେ ଫ୍ରିଜ୍ କରନ୍ତୁ। ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ। ଦୟାକରି ଏ ମେସେଜଟିକୁ ଏହି ମୁହୂର୍ତ୍ତରେ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରିବାକୁ ଭୁଲ